ମିଛ ପ୍ରେମର ସଂକେତ ଗୋଟିଏ ସତ କାହାଣୀରୁ ଜାଣନ୍ତୁ। ବନ୍ଧୁଗଣ, ବିଶ୍ୱାସ ହେଉଛି ସମ୍ପର୍କର ମୂଳ। କିନ୍ତୁ ଯଦି ସେଥିରେ ମିଛ, ଛଳନା, କପଟ ଲୁଚିକି ରୁହେ, ତେବେ ସେ ସମ୍ପର୍କ କେବେ ସମ୍ପର୍କ ହେଇ ରୁହେ ନା। ରାତି ଅନିଦ୍ରା କାରଣରୁ ବିକାଶ ଟିକେ ଚିଚିଡ଼ା ହୋଇଯାଇଥାଏ। ମୀରା କଲ୍ କରି କହିଲା ବଜାର ଆସିବାକୁ, ଆଉ ବିକାଶ ମଧ୍ୟ ମୀରାକୁ ଭେଟିବାକୁ ଚାଲିଗଲା। ଗୋଟିଏ ଗଛ ମୂଳରେ ବସି ମୀରା ବିକାଶକୁ କହୁଥାଏ, ତୁମେ ମୋ ପାଇଁ କେତେ କଷ୍ଟ ପାଉଛ ନା? ମୋର ଦରକାର ଥିଲା ବୋଲି ତୁମେ ରାତି ସାରା ଅନିଦ୍ରା ହୋଇ ଓଭର ଟାଇମ୍ ଡ୍ୟୁଟି କଲ, ଆଉ ମୋତେ ପଇସା ଦେଲ। ସତରେ ତୁମେ ନଥିଲେ ମୋର ଯେ କ'ଣ ହୋଇଥାନ୍ତା ମୁଁ ଭାବି ପାରୁନି। ତୁମେ ମୋତେ ଏମିତି ସବୁଦିନ ଭଲ ପାଇବ ତ? ବିକାଶ ହଁରେ ଉତ୍ତର ଦେଲା। ମୀରା କହିଲା, ଦେଖ, ମୋତେ ଖରାପ ଭାବିବନି, ଗୋଟିଏ କଥାଟେ କହିବି। ବିକାଶ କହିଲା, ହଁ କୁହ। ମୀରା କହିଲା, ତମେ ତ ଜାଣିଛ ମୋ ବାପା ସବୁବେଳେ ମଦ ପିଇକି ମୋ ପଇସା ଉଡ଼େଇ ଦେଉଛନ୍ତି। ମୋର ଯେଉଁ କାନଫୁଲ ଥିଲା ମୋ ବାପା ତାକୁ ବି ବନ୍ଧା ପକାଇ ଦେଇଛନ୍ତି। ଏତିକି କହି ମୀରା କାନ୍ଦିବାକୁ ଲାଗିଲା। ବିକାଶ ହଠାତ୍ ରାଗିକି ଉତ୍ତର ଦେଲା, କ'ଣ ପୁଣି ପଇସା ଦରକାର? ଆରେ ସିଧା କହୁନ ତମର ପଇସା ଦରକାର ବୋଲି ଏତେ ବାହାନା କାହିଁକି କରୁଛ? ମୀରା ମଧ୍ୟ ଉଚ୍ଚ ସ୍ୱରରେ ରାଗି କହିଲା, ରକ୍ତ ପଇସା ତୋ ପାଖରେ, ଆରେ ମୋର ତ ପଇସା ଉପରେ ଲୋଭ ନାହିଁ। ଏବେ ତ ଏମିତି, ବାହାଘର ପରେ ତୁ ମୋତେ କେମିତି ରଖିବୁ? ଭିକାରୀ କୋଉଠିକାର। ଆଜିଠାରୁ ମୋତେ ତୁ ଆଉ କଲ୍ କି ମେସେଜ କରିବୁନି। ବିକାଶ କହିଲା, କ'ଣ ହେଲା? ତମେରୁ ସିଧା ତୁ। ସବୁ ମାସରେ ତୋର କିଛି ନା କିଛି ଡିମାଣ୍ଡ, ଆଉ ମୁଁ ସବୁ ଡିମାଣ୍ଡକୁ ତୋର ଫୁଲଫିଲ୍ କରିଛି। ତୁ କହିଲେ ତୋର ମୋବାଇଲ ଦରକାର, ମୁଁ ଦେଲି, କିନ୍ତୁ ପରେ ଦେଖେ ତ ତୁ ତାକୁ ତୋ ଭାଇକି ଦେଇଛୁ। ତତେ ଦାମୀ ରୂପା ପାଉଜ ଦେଲି, ଆଉ ତୁ ତାକୁ ତୋ ଭଉଣୀକି ଦେଇଦେଲୁ। ମୁଁ ଦେଇଥିବା କିଛି ବି ଜିନିଷ ତୁ ତୋ ପାଖରେ ବି ରଖିନୁ। ଯେବେ ଯେବେ ବାହାଘର କଥା ଉଠେଇଲି ତୁ ହଜାର ବାହାନା ଦେଖେଇଲୁ। କେବଳ ତୋର ଦରକାର ଥିଲା ତୁ କଲ୍ କଲୁ, ନଚେତ ମୁଁ କଲ୍ କଲି ତୁ ରେସ୍ପଣ୍ଡ ବି କରୁନୁ। ମୁଁ ଶେଷ କଥା ପଚାରୁଛି, ତୁ ମୋତେ ଭବିଷ୍ୟତରେ ବାହା ହେବୁ ନା ଏମିତି ଟାଇମ୍ ପାସ୍ କରୁଛୁ? ମୀରା କହିଲା, ହଁ ଧନ, ମୋର ଭୁଲ ହେଇଗଲା। ତମେ ମୋ ଜୀବନ, ମୁଁ ତୁମ ବିନା ରହିପାରିବିନି, କିନ୍ତୁ ବାହାଘର ପାଇଁ ମୁଁ ବି ରେଡ଼ି ନାହିଁ। ଏଇ ଶେଷ ଥର ପାଇଁ ମୋତେ ଗୋଟିଏ କାନଫୁଲ କିଣେଇ ଦିଅ, ଆଉ କିଛି ମାଗିବିନି। ବିକାଶକୁ ସନ୍ଦେହ ହେଲା। ସେ ଘରକୁ ଯାଇ ମୀରାର ବଡ଼ ଭଉଣୀ ସହ କଥା ହେଲା। ଜାଣିବାକୁ ପାଇଲା କି ମୀରାର ବାହାଘର ଠିକ୍ ହୋଇଯାଇଛି, ଆଉ ସିଏ ମଧ୍ୟ ବାହାଘର ପାଇଁ ରାଜି ଅଛି। ବିକାଶ ବହୁତ କାନ୍ଦିଲା। ମନେ ମନେ ମୀରାକୁ ଅଭିଶାପ ମଧ୍ୟ ଦେଉଥାଏ। ହେଲେ ତାକୁ ଏହା ବି ଜଣା ନଥିଲା କି ମୀରାକୁ ଏଥିରେ କିଛି ଫରକ ପଡ଼ିବନି। ସିଏ ଏବେ ମୋବାଇଲର ସିମ୍ ଚେଞ୍ଜ କରିଦେଲା। ଯେତିକି ସମୟ ତା କଥା ଭାବି ଭାବି ନଷ୍ଟ କରୁଥିଲା, ଏବେ ସେତିକି ସମୟ ସେ ନିଜକୁ ଫୋକସ କଲା। ଗୋଟିଏ ହେଲ୍ପର ହୋଇ କାମ କରୁଥିବା ପିଲା ଏବେ ନିଜେ ଗୋଟିଏ ଭଲ କାରିଗର, ଆଉ ଗୋଟିଏ କଣ୍ଟ୍ରାକ୍ଟର ମଧ୍ୟ। ସିଏ ଆଉ କେବେ ପଛକୁ ବୁଲି ଚାହିଁନି, ବା ସାମ୍ନାକୁ ଆଗକୁ ବଢ଼ି ଚାଲିଛି। ବିକାଶ ଭାଇକୁ ମୋର ହୃଦୟରୁ ଧନ୍ୟବାଦ। ଆପଣମାନଙ୍କ ନିକଟରେ ମୋ ଦ୍ୱାରା ନିଜର ପ୍ରେରଣାପୂର୍ଣ୍ଣ କାହାଣୀ ସେୟାର କରିଥିବାରୁ। ବନ୍ଧୁଗଣ, କିଛି ଝିଅ କେବଳ ଅନ୍ୟର ପ୍ରେମରେ ପଡ଼ି କାହାକୁ ଧୋକା ଦିଅନ୍ତି ନାହିଁ। ବେଳେ ବେଳେ ସିଏ କେବଳ ଟାଇମ୍ ପାସ୍ କରିବା ପାଇଁ ଉଦ୍ଦେଶ୍ୟ ରଖି ଧୋକା ଦେଇଦିଅନ୍ତି। ସବୁ ଝିଅ ସମାନ ନୁହନ୍ତି। କିଛି ଝିଅ ଏପରି ବି ଅଛନ୍ତି ଯିଏ ପ୍ରକୃତରେ ହୃଦୟରୁ ଭଲ ପାଆନ୍ତି, ତ ଆଉ କିଛି ଝିଅ ଏମିତି ବି ଅଛନ୍ତି ଯିଏ କେବଳ ୟୁଜ୍ କରିବାକୁ କିମ୍ବା କୌଣସି ସ୍ୱାର୍ଥ ହାସଲ ପାଇଁ ଭଲ ପାଆନ୍ତି। ଯଦି ଝିଅଟି ଆପଣଙ୍କୁ ମିଛ ପ୍ରେମ କରୁଛି, ତେବେ ଜାଣନ୍ତୁ ଏହି କେତୋଟି ସଂକେତରୁ। ଝିଅଟି କେବେ ଆଖିରେ ଆଖି ମିଶାଇ କଥା ହେବ ନାହିଁ। ଆପଣ ତାକୁ ଚାହିଁକି କହୁଥିବେ, କିନ୍ତୁ ସିଏ ଆପଣଙ୍କୁ ନ ଦେଖି କଥା ହେବ। ଅତିରିକ୍ତ ମଧୁର କଥା ହେବା, କିଛି କାମ ବା ସ୍ୱାର୍ଥ ଥିଲେ କିମ୍ବା କିଛି ଦରକାର ପଡ଼ିଲେ ସେ ଫିଲ୍ମ ଡାଇଲଗ ପରି କଥା ହେବ। ତୁମେ ମୋ ପାଇଁ ସବୁ କିଛି, ତୁମେ ନଥିଲେ ମୋତେ କିଛି ଭଲ ଲାଗେନି, ଏପରି ମିଠା ମିଠା କଥା କହିବ, ଯାହା ଶୁଣିବାକୁ ସହଜ ଲାଗିପାରେ କିନ୍ତୁ ହଜମ ହେବନି। ଝିଅଟି ଶାରୀରିକ ରୂପେ ଦୂରତା ରଖିବ। ଝିଅ ଯେତେ ବି ଖରାପ ହୋଇଥାଉ, କିନ୍ତୁ ତାର ମନ ଯେଉଁଠି ଥାଏ ସେ ସେଇଠି ଶାରୀରିକ ରୂପେ ଭଲ ପାଇବା ଦେଖାଏ। ଯେଉଁଠି ମିଛ ପ୍ରେମ ଥିବ, ସେଠାରେ ଝିଅଟି
ହାତ ଧରିବାକୁ ମଧ୍ୟ କୁଣ୍ଠା କରିବ। ପାଖରେ ଥିବ କିନ୍ତୁ ଲାଗୁଥିବ ଯେମିତି ଦୁହିଁଙ୍କ ଭିତରେ କୌଣସି ଅଦୃଶ୍ୟ ପାଚେରୀ ଅଛି। କଥାରେ ଅସ୍ଥିରତା। ମିଛ ପ୍ରେମ କରୁଥିବା ଝିଅ ପ୍ରାୟ ସମୟ ମିଛ କହିଥାଏ। ସେଥିପାଇଁ ବେଳେ ବେଳେ ଧରା ପଡ଼ିଯାଏ। ମୁଁ ସେଦିନ ଘରେ ଥିଲି, ପୁଣି ପରେ କହିବ ମୁଁ ମୋର ଗୋଟିଏ ସାଙ୍ଗ ସହ ଥିଲି। ଏମିତି ଅନେକ କଥାରେ ସେ ଅସ୍ଥିର ଥିବ। କହିଥିବା ମିଛକୁ ସେ ଭୁଲି ଯାଇଥିବ। ପୁଣି ମିଛକୁ ଲୁଚେଇବାକୁ ଯାଇ ସେହି ମିଛକୁ ଫାଙ୍କି ଦେଇ ଆଉ ଗୋଟିଏ ମିଛ କହୁଥିବ। ଚେହେରାରେ ଅନୁଭବ ରହିବ ନାହିଁ। ମୁଁ ତୁମକୁ ଭଲ ପାଏ, ମୁଁ ତୁମ ବିନା ଖୁସି ନାହିଁ। ଏମିତି ମିଠା ମିଠା ପ୍ରେମ କଥା କହୁଥିବ, କିନ୍ତୁ ଚେହେରାରୁ ଅନ୍ୟ କିଛି ଜଣାପଡ଼ୁଥିବ। କୁହନ୍ତି ଚେହେରା ହେଉଛି ମନର ଆଇନା। ସେଥିପାଇଁ ବେଳେ ବେଳେ ମନର କଥା ଚେହେରା କହିଦିଏ। ବିଶ୍ୱାସ ଅବିଶ୍ୱାସ କଥାରେ ରାଗିଯିବା। ଯଦି କୌଣସି କଥା ସନ୍ଦେହ ବା ସଂଶୟ ଦୂର କରିବାକୁ ପଚାରିବ, ତେବେ ସିଏ ରାଗିଯିବେ। ମୋ ଉପରେ ତୁମର ବିଶ୍ୱାସ ନାହିଁ ଏପରି କଥା କହି ସେ ଚିଡ଼ି ଉଠିବେ। କଥା ରଖିବେ ନାହିଁ। ଭବିଷ୍ୟତ ଯୋଜନା କଥାରେ ସିଏ ବାହାନା କରିବେ। ବାହାଘର କଥାକୁ ଭାଙ୍ଗିବେ। ତୁମର କୌଣସି କଥାକୁ ସେ ରଖିବେ ନାହିଁ। ତୁମେ ଯେଉଁ କାମକୁ ପସନ୍ଦ ନ କରିବ ସେ ସେହିଭଳି କାମ କରିବେ। ଆଉ ପଚାରିଲେ ନିଜ ହିସାବରେ ଯୁକ୍ତି ବି ରଖିବେ। ବନ୍ଧୁଗଣ, ଝିଅଟି କେବଳ ଅନ୍ୟକୁ ଭଲ ପାଇ ତୁମକୁ ମିଛ ପ୍ରେମ କରିନଥାଏ, ବରଂ ବେଳେ ବେଳେ ସେ ନିଜର ଏକୁଟିଆପଣକୁ ଦୂର କରିବା ପାଇଁ ତୁମକୁ ବ୍ୟବହାର ମଧ୍ୟ କରିଥାନ୍ତି। ବନ୍ଧୁଗଣ, ସେଥିପାଇଁ କୁହି ଫୋକସ୍ କର ନିଜ ଉପରେ। ବଢ଼ିବ ନିଜେ। ନିଜେ ନିଜର ଭାଗ୍ୟକୁ ତୁମେ ନିଜେ ଗଢ଼ିପାରିବ। ସେଥିପାଇଁ ସମ୍ପୂର୍ଣ୍ଣ ସମୟ ନିଜକୁ ଦିଅ। ଯଦି ଭିଡ଼ିଓଟି ପସନ୍ଦ ଆସିଥାଏ ତେବେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ।